ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ ଜୟ ଜଗନ୍ନାଥ। ମୁଁ ବହୁତ ଭଲରେ ଅଛି। ମୁଁ ଆଶା କରେ କି ଆପଣମାନେ ବି ବହୁତ ଭଲରେ ଥିବେ। ସକାଳୁ ସକାଳୁ ଉଠିକି ଦେଖିଲି ଯେ ବହୁତ ଜୋରସେ ବର୍ଷା ହେଉଛି। ତାପରେ ମୁଁ ବାହାରି ଗଲି ଅଫିସ୍ ପାଇଁ ରେଡ଼ି ଫେଡ଼ି ହେଲି। ରେଡ଼ି ଫେଡ଼ି ହେଇ ଭାବୁଥିଲି କି ଆଜି ଅଫିସ୍ ନ ଯାଆନ୍ତି କି, କିନ୍ତୁ ଯିବାକୁ ତ ପଡ଼ିବ। ତାପରେ ମୁଁ ଖାଇବା ପାଇଁ ବସିଗଲି। ଖାଇବା ଥିଲା ମୋର ଉପମା ଆଉ ଡାଲମା। ଉପମା ବସି ଡାଲମା ଖାଇଲା ବେଳେ ଭାବୁଥିଲି ଆଜି ଅଫିସ୍ ଯିବାକୁ ଇଚ୍ଛା ନାହିଁ, କିନ୍ତୁ କ'ଣ କରିବି, ଯିବାକୁ ତ ପଡ଼ିବ। ଆଉ ଆସ୍ତେ ଆସ୍ତେ ଉପମା ଆଉ ଡାଲମା ଖାଇ ଖାଇ ଝରକାର ଭ୍ୟୁ ମାନେ ଏନ୍ଜୟ କରୁଥିଲି। ତାପରେ ମୁଁ ବାହାରି ଗଲି ଅଫିସ୍ ଗଲା ପରେ ମୋତେ ଲାଗିଲା ଏତେ ଟେନସନ୍ ଲାଗେ। କାହିଁକି ନା ଅଫିସ୍ ଗଲେ ଟେନସନ୍ ହିଁ ଲାଗେ। ଜାଣିନି କ'ଣ ପାଇଁ, ମାନେ ଆପଣମାନେ କମେଣ୍ଟ କରିକି କହିବେ ତୁମମାନଙ୍କୁ ଲାଗୁଛି କି ନାହିଁ। କେମିତି କ'ଣ ଛୁଟି ହେବ, କେମିତି 4ଟା ବାଜିବ, ସେଇ 4ଟାକୁ ଆମେ ଅନେଇଥାଉ। କାହିଁକି ନା କିଛି କାମ ଥିଲା, କରିବାକୁ ବି ପଡ଼େ, ଡ୍ୟୁଟି ଇଜ୍ ଗଡ୍। ତାପରେ ମୁଁ ଛୋଟ ମୋଟ କିଛି କାମ ସାରି ଅନଲାଇନରେ ଆମର କିଛି କାମ ସବୁ ଥିଲା। ତାପରେ ଭାବିଲି କାମ ସରିଗଲା ପରେ କ'ଣ କରିବି ଭାବିକି ମୁଁ କିଛି ନ ଭାବି ବାହାରି ପଡ଼ିଲି ମୋ ଫେଭରେଟ୍ ପ୍ଲେସ୍। ମୋତେ ଏ ଜାଗା ବହୁତ ଭଲ ଲାଗୁଛି। ଆପଣମାନେ ଦେଖିକି ତ ଜାଣିପାରୁଥିବେ ସେ ଜାଗା କେତେ ସୁନ୍ଦର। ସତରେ ବହୁତ ସୁନ୍ଦର। ଆପଣମାନଙ୍କୁ ଯଦି ବୋରିଂ ଲାଗୁଥିବ, ଯଦି ତୁମ ମନ ଦୁଃଖ ଥିବ, ଏଇ ଜାଗାରେ କିଛି ଟାଇମ୍ ଛିଡ଼ା ହେଇଯିବେ, ଏତେ ସୁନ୍ଦର ଲାଗିବ। ବାସ୍ ଏତିକି ହିଁ।